ଜୟ ଜଗନ୍ନାଥ ବନ୍ଧୁଗଣ, ଭାରତ ଏବଂ ଜିମ୍ବାବ୍ୱେ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟି20 ମ୍ୟାଚ୍ ଥିଲା। ଜିମ୍ବାବ୍ୱେ ଟସ୍ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଏହାପରେ ଭାରତ ବ୍ୟାଟିଂ କରିବାକୁ ଆସି 20 ଓଭରରେ 6ଟି ୱିକେଟ୍ ହରାଇ 167 ରନ୍ କରିଥିଲା। ଆମେ ଆପଣଙ୍କୁ ଏହି ମ୍ୟାଚ୍ ବିଷୟରେ କହିବୁ। ଆପଣମାନେ ଯଦି ପ୍ରଥମ ଥର ଆମ ଭିଡ଼ିଓଟିକୁ ଦେଖୁଥାନ୍ତି ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବେ। କ୍ରିକେଟ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଆସି 5 ଓଭରରେ 40 ରନ୍ କରି 3ଟି ୱିକେଟ୍ ହରାଇଥିଲା। ଏହାପରେ ସଞ୍ଜୁ ସାମସନ୍ ପାଳି ସମ୍ଭାଳିଥିଲେ। ସେ 45 ବଲ୍ ଖେଳି ଗୋଟିଏ ଚୌକା ଏବଂ 4ଟି ଛକା ବଳରେ 58 ରନ୍ କରିଥିଲେ, ଯାହା ଫଳରେ ଦଳ 167 ରନ୍ର ଟାର୍ଗେଟ୍ ଜିମ୍ବାବ୍ୱେକୁ ଦେଇଥିଲା। ଏହାପରେ ଜିମ୍ବାବ୍ୱେ 167 ରନ୍ର ପିଛା କରିବା ଆରମ୍ଭ କରିଥିଲା। ଜିମ୍ବାବ୍ୱେ ଦଳର ଖେଳାଳି ଡିଅନ୍ ମାୟର୍ସ ସର୍ବାଧିକ 34 ରନ୍ କରିଥିଲେ। ଜିମ୍ବାବ୍ୱେ ଦଳର ଖେଳାଳିମାନେ ଭାରତ ଦଳର ବୋଲରମାନଙ୍କ ବୋଲିଂକୁ ସାମ୍ନା କରିପାରିନଥିଲେ, ଯାହା ଫଳରେ ଜିମ୍ବାବ୍ୱେ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇଥିଲା। ଜିମ୍ବାବ୍ୱେ 18 ଓଭର 3ଟି ବଲରେ ସମସ୍ତ ୱିକେଟ୍ ହରାଇ 125 ରନ୍ କରିବା ପାଇଁ ସକ୍ଷମ ହୋଇଥିଲା। ଭାରତ ଦଳର ବୋଲର ମୁକେଶ କୁମାର ସର୍ବାଧିକ 4ଟି ୱିକେଟ୍ ନେଇଥିଲେ। ଶିବମ ଦୁବେ 2ଟି ୱିକେଟ୍ ନେଇଥିଲେ। ତୁଷାର ଦେଶପାଣ୍ଡେ, ୱାଶିଂଟନ ସୁନ୍ଦର ଏବଂ ଅଭିଷେକ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍ରେ ଭାରତ ଜିମ୍ବାବ୍ୱେକୁ 42 ରନ୍ରେ ପରାସ୍ତ କରି ନିଜେ ବିଜୟର ସ୍ୱାଦ ଚାଖିଅଛି।